প্রিয় দর্শক নমস্কার, মু ডক্টর ভবতোষ মণ্ডল আজি হাইপার অ্যাସିଡିଟି সম্বন্ধରେ କିଛି ଆଲୋଚନା କରିବା। ଆପଣମାନଙ୍କ ପେଟରେ ଅଧିକ ଅ্যাସିଡ୍ ସୃଷ୍ଟି ହେଲେ ଆପଣମାନେ ବିଭିନ୍ନ ପ୍ରକାର ରୋଗ କଷ୍ଟ ଭୋଗ କରିଥାନ୍ତି। ଆମ ପେଟରେ ଏହି ଅ্যাସିଡ୍ କେଉଁଠୁ ଆସୁଛି? ଏହି ଅ্যাସିଡ୍ର କାର୍ଯ୍ୟ କ'ଣ? କ'ଣ ପାଇଁ ଆମ ପେଟରେ ଅ্যাସିଡ୍ର ମାତ୍ରା କମ୍ ବା ବେଶୀ ହୁଏ? ଏହି ହାଇପର ଅ্যাସିଡିଟି ବା ଅମ୍ଳ ରୋଗରୁ ମୁକ୍ତ ହେବାକୁ ହେଲେ ଅ্যাସିଡ୍ର ସୃଷ୍ଟି, ଅ্যাସିଡ୍ର କାର୍ଯ୍ୟ ଓ କେଉଁ ପରିସ୍ଥିତିରେ ତାର ପରିମାଣ ଅଧିକ ହେଉଛି ତାହା ଜାଣିବା ଏକାନ୍ତ ପ୍ରୟୋଜନ। ପ୍ରିୟ ଦର୍ଶକ, ଆମ ଷ୍ଟୋମାକ୍ର ପ୍ୟାରାଇଟାଲ ସେଲ୍ରୁ ଏହି ହାଇଡ୍ରୋକ୍ଲୋରିକ୍ ଏସିଡ୍ ସୃଷ୍ଟି ହୁଏ। ହାଇଡ୍ରୋକ୍ଲୋରିକ୍ ଏସିଡ୍ର ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଜଟିଳ ଖାଦ୍ୟକୁ ସରଳ କରିବା, ହଜମ କ୍ରିୟାରେ ସହାୟତା କରିବା, ମୁଖ୍ୟତଃ ପ୍ରୋଟିନ୍ ଜାତୀୟ ଖାଦ୍ୟ ହଜମ କରିବାକୁ ସାହାଯ୍ୟ କରେ। ତା ସହିତ ଆମେ ଯେଉଁ ଖାଦ୍ୟ ଖାଉ ସେଥିରେ ଅସଂଖ୍ୟ ଜୀବାଣୁ ରହିଥାଏ। ଆମ ଷ୍ଟୋମାକ୍ରେ ଥିବା ଏସିଡ୍ ସେହି ଅପକାରୀ ଜୀବାଣୁଗୁଡ଼ିକୁ ମାରିଦିଏ, ଫଳରେ ଆମ ପେଟରେ ଇନଫେକ୍ସନ୍ ହୋଇପାରେ ନାହିଁ। ଅର୍ଥାତ୍ ଏସିଡ୍ ଆମକୁ ରୋଗ ହେବାରୁ ରକ୍ଷା କରେ। ପ୍ରିୟ ଦର୍ଶକ, ଆମ ପେଟରେ ଏସିଡ୍ର ମାତ୍ରା ଏକ ନିର୍ଦ୍ଦିଷ୍ଟ ପରିମାଣରେ କ୍ଷରଣ ହେବା କଥା। ମାତ୍ର କୌଣସି କାରଣ ଯୋଗୁଁ ଏସିଡ୍ କମ୍ ବା ବେଶୀ ହେଲେ ବିଭିନ୍ନ ପ୍ରକାର ଜଟିଳ ସମସ୍ୟା ସୃଷ୍ଟି ହୁଏ। ଯଦି ଏସିଡ୍ର ପରିମାଣ ନିର୍ଦ୍ଦିଷ୍ଟ ପରିମାଣ ଠାରୁ କମ୍ ହୁଏ ତେବେ ହଜମ କ୍ରିୟାରେ ବାଧା ସୃଷ୍ଟି ହେବ, ଫଳରେ ଶରୀର ଠିକ୍ ଭାବରେ ଖାଦ୍ୟ ସାରାଂଶ ପାଇପାରିବ ନାହିଁ। ଅନ୍ୟ ଦିଗରେ ଏସିଡ୍ର ମାତ୍ରା କମ୍ ଯୋଗୁଁ ଅପକାରୀ ଜୀବାଣୁ ମଧ୍ୟ ମରିବେ ନାହିଁ, ଫଳରେ ପେଟରେ ବାରମ୍ବାର ଇନଫେକ୍ସନ୍ ହେବ। ଏହି ସମସ୍ୟା ସାଧାରଣତଃ ବୟସ୍କ ଲୋକ, ଧୂମ୍ରପାନ କରୁଥିବା ବ୍ୟକ୍ତି, ମଦ ପିଉଥିବା ବ୍ୟକ୍ତି, ଷ୍ଟ୍ରେସ୍ ଏବଂ ଷ୍ଟୋମାକ୍ ସର୍ଜରୀ କରିଥିବା ବ୍ୟକ୍ତିଠାରେ ଅଧିକ ଦେଖାଯାଏ। କିଛି ଔଷଧ ଅଛି ଯାହା ଦୀର୍ଘକାଳ ଧରି ସେବନ କଲେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସିକ୍ରିସନ୍ କମ୍ ହେବାର ମଧ୍ୟ ଦେଖିବାକୁ ମିଳେ। ପୁଣି ଷ୍ଟୋମାକ୍ରେ ଏସିଡ୍ ଅଧିକ ସୃଷ୍ଟି ହେଲେ ଶରୀରରେ ବିଭିନ୍ନ ପ୍ରକାର ଜଟିଳ ସମସ୍ୟା ଦେଖାଯାଏ, ଯେପରି ପାଟି ଖଟା ଖଟା ଲାଗିବା, ଛାତି ତଣ୍ଟି ଜଳାପୋଡ଼ା, ତଣ୍ଟି ବା ଛାତିରେ କିଛି ଅଟକିଲା ପରି ମନେ ହେବା, ଅମ୍ଳପିତ୍ତ ବାନ୍ତି ବା ବାନ୍ତିଆ ବାନ୍ତିଆ ଲାଗିବା, ଛାତି ପେଟରେ ବଥା ହେବା, ପେଟରେ ଅଧିକ ଗ୍ୟାସ୍ ସୃଷ୍ଟି ହେବା, ଖାଦ୍ୟନଳୀରେ ଘା, କଳା ଝାଡ଼ା, କ୍ୟାନ୍ସର ଇତ୍ୟାଦି ସମସ୍ୟା ସୃଷ୍ଟି ହୋଇପାରେ। ପ୍ରିୟ ଦର୍ଶକ, ଏବେ ଆମେ ଜାଣିବା ଯେ ଷ୍ଟୋମାକ୍ରେ ଏସିଡ୍ର ମାତ୍ରା ଠିକ୍ ନ ରହି କମ୍ ବା ବେଶୀ ହେଉଛି କାହିଁକି? ଆମ ଷ୍ଟୋମାକ୍, ଡ୍ୟୁଡେନମ୍ ଏବଂ ପାନକ୍ରିଆସରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ସେଲ୍ ଥାଏ, ତାକୁ ଆମେ ଜି ସେଲ୍ ବୋଲି କହିଥାଉ। ଏହି ଜି ସେଲ୍ ଏକ ହରମୋନ୍ ପ୍ରସ୍ତୁତ କରେ, ତାକୁ ଗ୍ୟାଷ୍ଟ୍ରିନ୍ ବୋଲି କୁହାଯାଏ। ଏହି ଗ୍ୟାଷ୍ଟ୍ରିନ୍ ହରମୋନ୍ ଷ୍ଟୋମାକ୍ରେ ଥିବା ପ୍ୟାରାଇଟାଲ ସେଲ୍କୁ HCl ଅର୍ଥାତ୍ ହାଇଡ୍ରୋକ୍ଲୋରିକ୍ ଏସିଡ୍ ପ୍ରସ୍ତୁତ କରିବାକୁ ପ୍ରଭାବିତ କରେ। ଗ୍ୟାଷ୍ଟ୍ରିନ୍ ପ୍ରୋଡକ୍ସନ୍ ଯେତେ ଅଧିକ ହେବ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସିକ୍ରିସନ୍ ମଧ୍ୟ ସେତେ ଅଧିକ ହେବ। ଅର୍ଥାତ୍ ଷ୍ଟୋମାକ୍ରେ ଏସିଡ୍ର ପରିମାଣ କମ୍ ବା ବେଶୀ ହେବା ଗ୍ୟାଷ୍ଟ୍ରିନ୍ ହରମୋନ୍ ଉପରେ ହିଁ ନିର୍ଭର କରେ। ପାକସ୍ଥଳୀରେ ମନ ଇଚ୍ଛାରେ ଏସିଡ୍ ସୃଷ୍ଟି ହୁଏ ନାହିଁ, ତାହା ସମ୍ପୂର୍ଣ୍ଣ ନିର୍ଭର କରେ ଗ୍ୟାଷ୍ଟ୍ରିନ୍ ହରମୋନ୍ ଉପରେ। ବିଭିନ୍ନ କାରଣ ଯେପରି ହେଲିକୋବ୍ୟାକ୍ଟର ପାଇଲୋରାଇ ନାମକ ବ୍ୟାକ୍ଟେରିଆ ଦ୍ୱାରା ଷ୍ଟୋମାକ୍ରେ ଇନଫେକ୍ସନ୍ ହେବା, ବିଭିନ୍ନ ପ୍ରକାର ଆଣ୍ଟାସିଡ୍ସ, H2 ବ୍ଲକିଂ ଏଜେଣ୍ଟସ୍, ପ୍ରୋଟନ୍ ପମ୍ପ ଇନହିବିଟର ଇତ୍ୟାଦି ଔଷଧ ଯାହା ଆମେ ଏସିଡିଟିର ଚିକିତ୍ସା ପାଇଁ ବ୍ୟବହାର କରିଥାଉ, ଏସିଡ୍ ରୋଗର ଚିକିତ୍ସା ପାଇଁ ଏହି ଔଷଧ ବେଶୀ ଦିନ ସେବନ କଲେ ବା ହେଲିକୋବ୍ୟାକ୍ଟର ପାଇଲୋରାଇ ଇନଫେକ୍ସନ୍ ଯୋଗୁଁ ଜି ସେଲ୍ ଗୁଡ଼ିକର ଫଙ୍କସନ୍ ଅସନ୍ତୁଳିତ ହୋଇପଡ଼େ, ଫଳରେ ଗ୍ୟାଷ୍ଟ୍ରିନ୍ ସିକ୍ରିସନ୍ କମ୍ ବା ଅଧିକ ହୁଏ। ଏହି ଗ୍ୟାଷ୍ଟ୍ରିନ୍ କମ୍ ବା ଅଧିକ ହେବା ଯୋଗୁଁ ଆମ ପାକସ୍ଥଳୀରେ ଏସିଡ୍ର ମାତ୍ରା ମଧ୍ୟ କମ୍ ବା ବେଶୀ ହୁଏ।
প্রিয় দর্শক, आपण माने देखिले जे एसिडिटी कोनोसी रोग नुहे, ताहा जीसेल रो समस्या जोगु एही अवस्था सृष्टि हुए। तेणु एसिडिटी हेबा मात्रे एंटासिड बा एसिड कम करिबा औषध सेवन न करी होमिओपैथिक चिकित्सा द्वारा एसिडिटी नुहे बरं एसिडिटी रो कारण को संपूर्ण ठीक करंतु। ताहा हेले आपण माने बारंबार एसिड, गैस, इंडाइजेशन, अम्लपित्त बांति, एसिड गैस जोगु मुंड बथा, पेप्टिक अल्सर इत्यादि संपूर्ण मुक्त हो पारे। एसिडिटी चिकित्सा पाई एबिस नाइग्रा, कैलकेरिया कार्ब, लाइकोपोडियम, चाइना, पल्सेटिला, नक्सभविका एपरी बहुत औषध रही जहाँ समलक्षण मते सेवन कले निश्चित सुफल मिले, से सन्देह नहीं। यही औषधर वीडियो पाइबा पाई स्क्रीन रे थिबा बॉक्स उपरे क्लिक करंतु। जदि सेथिरे आपण मानकु उपकार न मिलुछि एवं आपण वर्ष वर्ष धरि रोग कष्ट भोगुछंती, चिकित्सा करी करी निराश होई पडिछंती, तेबे आम नंबर 8249954435 ओ 8280093659 रे संपर्क करंतु। आम एठारे वर्ष वर्ष धरी औषध सेवनर आवश्यकता नहीं, मात्र 15 दिन औषध सेवन कले ही औषधर गुण जानीपारे। यही चिकित्सा द्वारा केवल एसिड गैस नुहे, आपण शरीर में विभिन्न प्रकार समस्या सबुदिन चली। तेणु काल विलंब नक संपर्क करूँ। प्रिय दर्शक, आमर यही वीडियो आपण मानकु किपरि लागिला कमेंट माध्यम जणातु। जदि यही वीडियोटी आपण मानकु भल लागिछि तेबे लाइक और शेयर करी निजे सुस्थ हवा सहित अन्य रोगी मानकु सुस्थ हवा को सहयोग करंतु। आउ जदि आपण आम चैनल रो नूतन दर्शक तेबे एपरि वीडियो गुडी को पाइबा पई एही चैनल को सब्सक्राइब मध्य करंतु। धन्यवाद।